ଏଠାରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ କରିବା ପାଇଁ ଯେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବା ପାଇଁ ଯାଉଅଛି ଆଗାମୀ ମାସ 16 ତାରିଖରେ। ଆଉ ସେଥିପାଇଁ ଆଜି ଏକ ଗଣେଶ ଚତୁର୍ଥୀର ଶୁଭବର୍ଷରେ ସୁଭଦ୍ରା ରଥ ଆଜି ତାର ଶୁଭାରମ୍ଭ କରାଯାଉଛି। ପ୍ରଥମେ ଭୁବନେଶ୍ୱରରେ ରାଜଧାନୀରେ ଏବଂ ତାପରେ ସାରା ଜିଲ୍ଲାରେ ଏବେ ଏ ଶୁଭାରମ୍ଭ କାର୍ଯ୍ୟକ୍ରମ ଆରମ୍ଭ ହେବା ପାଇଁ ଯାଉଅଛି। ଏ ଶୁଭବର୍ଷରେ ପ୍ରତ୍ୟେକ ମହିଳା ଯେଭଳି ଭାବରେ ଯୋଗ୍ୟ ମହିଳା ଯେଉଁମାନେ ଅଛନ୍ତି ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ନ ହେବେ ସେଥିପାଇଁ ସଚେତନତା ରଥ ଆଜି ବାହାରିଲା ଏବଂ ସବୁ ମହିଳାକୁ ସଚେତନ କରିବା ସହିତ 1 କୋଟିରୁ ଉର୍ଦ୍ଧ୍ୱ ମହିଳା ଏଥିରେ ତାହାର ଏ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇକି ସେମାନେ ଲାଭବାନ ହେବେ ଏବଂ ମହିଳାମାନେ ସଶକ୍ତିକରଣ ହେବେ। ଓଡ଼ିଶାର ଆର୍ଥିକ ସ୍ତରରେ ଏକ ବିରାଟ ପରିବର୍ତ୍ତନ ହେବ। ସେଥିପାଇଁ ଏ ସୁଭଦ୍ରା ଯୋଜନାକୁ ସଚେତନ କରାଇବା ପାଇଁ ଏବଂ ସଚେତନତା ରଥ ଆଜି ବାହାରିଛି। ଏହା ନିଶ୍ଚିତ ଭାବରେ ସଫଳ ହେବ। ଆସନ୍ତା 17 ତାରିଖରେ ପ୍ରଧାନମନ୍ତ୍ରୀଜୀଙ୍କର ଯେଉଁ ଶୁଭାରମ୍ଭ କାର୍ଯ୍ୟକ୍ରମ ଅଛି ତାହା ସଫଳ କରିବା ପାଇଁ ଆଜିର ଏହି ସଚେତନତା କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ସୁଭଦ୍ରା ଯୋଜନା ରଥକୁ ଆଜି ଶୁଭାରମ୍ଭ କରାଯାଉଛି।